नहीं जो कथा ହେଇଛି ସେଥିରେ ତା ବାବଦରେ ଆହୁରି ଡିଟେଲ୍ସ ରିପୋର୍ଟ ବି ରାଜ୍ୟ ସରକାରଙ୍କ ତରଫରୁ ମଗାଯାଇଛି ସେଠାର ସୁପରିଟେଣ୍ଡେଣ୍ଟ ଅଫ୍ ପୋଲିସ ହୁଅନ୍ତୁ କିମ୍ବା ପ୍ରଶାସନ ଦାୟିତ୍ୱରେ ଥିବା ଅନ୍ୟ ଅଧିକାରୀମାନଙ୍କୁ ସେ ବାବଦରେ ସେମାନେ ରିପୋର୍ଟ ଦେଲା ପରେ ହିଁ ତାର ସତ୍ୟତା କେତେ କୋଉଠି କ'ଣ ଅଛି ଜଣାପଡ଼ିବ। ଏବେ ଗଣମାଧ୍ୟମରେ ଆଉ ସୋସିଆଲ ଗଣମାଧ୍ୟମରେ ଯାହା ଆସୁଛି ସେଇଥିରୁ ଆମେ ଯାହା ଦେଖିଛୁ ସମସ୍ତେ ତେଣୁ ସେ ବାବଦରେ ଥରେ ସରକାରଙ୍କ ପାଖକୁ ରିପୋର୍ଟ ପୁରା ଆସିବା ପରେ ସେଥିରେ ବାସ୍ତବରେ କାହାର ଦୋଷ ଅଛି କିଏ କ'ଣ ସେଥିରେ ସମ୍ପୃକ୍ତ ସେ କଥା ସ୍ପଷ୍ଟତା ଆସୁ ତାପରେ ସେ ବାବଦରେ ମୁଁ ହେଉଛି ଚର୍ଚ୍ଚା ଆଲୋଚନା କରିବି। ନାଇଁ ଦେଖନ୍ତୁ ସିଏ ତ ସ୍ୱାଭାବିକ ଯେ କୌଣସି ଗୋଟେ ଘଟଣା ଘଟିଲେ ବିରୋଧୀ ଦଳ ସେଥିରେ ଗୋଟେ ରାଜନୈତିକ ରଙ୍ଗ ଦେଇକି ସେ କଥାକୁ କରିବେ ଏ କଥା ସ୍ୱାଭାବିକ ଘଟଣା ସେଥିରେ ମୁଁ କୌଣସି ଜିନିଷ ସେ ତା ଉପରେ ବି ଟିପ୍ପଣୀ କରିବାକୁ ଚାହୁଁନି କିନ୍ତୁ ଗୋଟିଏ କଥା ଅଛି ଯେ ତା ଉପରେ ସତ୍ୟତା ବି ଆସିବା ଦରକାର ଅଛି ଯଦି ଯେଉଁ ଘଟଣା ଘଟୁଛି ବୋଲି ଆସୁଛି ଗୋଟେ ସର୍ବସାଧାରଣକୁ ଗଣମାଧ୍ୟମ ଜରିଆରେ ହଉ କି ସେ ଗଣମାଧ୍ୟମ ତ ବେଶୀ ନୁହଁ ସାମାଜିକ ଗଣମାଧ୍ୟମରେ ଅଧିକ ଆସୁଛି ସେ କଥାଟି ଯଦି ସେ କଥାଟାର ସତ୍ୟତା କିଛି ଥାଏ ତାହେଲେ ସେ କଥା ଉପରେ ନିଶ୍ଚିତ ଭାବରେ ଯେଉଁମାନେ ସେଥିରେ ସମ୍ପୃକ୍ତ ତାଙ୍କ ଉପରେ କ'ଣ ଆକ୍ସନ୍ ନିଆଯିବ ସରକାର ଚିନ୍ତା କରିବେ ଯଦି ସେଥିରେ ସେ କଥାର କିଛି ସତ୍ୟତା ନାହିଁ ତେବେ ସରକାର ଯେଉଁ ଧାରାରେ ଚିନ୍ତା କରିବା କଥା ତାକୁ ବି ଚିନ୍ତା କରିବେ ତେଣୁକରି ଉଭୟ କଥା ଅଛି ଥରେ ଇନଫର୍ମେସନ୍ ଆସିଲା ପରେ ହିଁ ଯାହା କିଛି ସେ ବାବଦରେ ନିଷ୍ପତ୍ତି ହେବ।